23 ଫେବୃଆରୀ ୱାର୍ଲଡ ପିସ୍ ଆଣ୍ଡ ଅଣ୍ଡରଷ୍ଟାଣ୍ଡିଂ ଡେ। ଫେବୃଆରୀ ହେଉଛି ୱାର୍ଲଡ ଅଣ୍ଡରଷ୍ଟାଣ୍ଡିଂ ମନ୍ଥ। 1905 23 ଫେବୃଆରୀ ରୋଟାରୀ ଇଣ୍ଟରନ୍ୟାସନାଲ, ଯେଉଁଟାକି ଗୋଟେ NGO ଫାଉଣ୍ଡେସନ୍ ହେଇଥିଲା ପଲ୍ ପି ହାରିନ୍ସଙ୍କ ଦ୍ୱାରା। ହେଡ଼କ୍ୱାର୍ଟର ହେଉଛି ଏଭାନଷ୍ଟନ୍ ଇଲିନୋଇସ୍ USA। ମୋଟୋ ଅଛି ସର୍ଭିସ୍ ଏବଭ୍ ସେଲ୍ଫ। କାର୍ଲୋସ୍ ଆଲକାରାଜ ଯିଏ ହରାଇଛନ୍ତି ଆର୍ଥର ଫାଇଲ୍ସଙ୍କୁ। କତର ଓପନରେ ଟେନିସ୍ ଟୁର୍ଣ୍ଣାମେଣ୍ଟ, ଯେଉଁଟାକି ଟ୍ରଫି ଦିଆଯାଏ ଗୋଲ୍ଡେନ୍ ଫାଲକନ୍ ଯେଉଁଟାକି କତର ନ୍ୟାସନାଲ୍ ବାର୍ଡ। କ୍ୟାପିଟାଲ ହେଉଛି ଦୋହା। କରେନ୍ସି ହେଉଛି ରିଆଲ। EUA ଲଞ୍ଚ କରୁଛି ଜେନ୍ ଥେରାପି ଅଟିଜିମ୍ ଆଉ ରେୟାର ନ୍ୟୁରୋଜେନେଟିକ୍ ବ୍ରେନ୍ ଡିସଅର୍ଡର ପାଇଁ, ଯେଉଁଟାକି ଚିଲଡ୍ରେନ୍ମାନଙ୍କ ମଧ୍ୟରେ ଦେଖାଯାଏ। ରଞ୍ଜନ ବାଜାଜ ଯିଏକି MD ଆଉ CEO ଆପଏଣ୍ଟ ହେଇଛନ୍ତି ସ୍ଲାଇସ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ। 2016ରେ ସ୍ଥାପନ ହୋଇଥିଲା। ରଞ୍ଜନ ବାଜାଜ ହେଉଛନ୍ତି ଫାଉଣ୍ଡର। ହେଡ଼କ୍ୱାର୍ଟର ଅଛି ଗୌହାଟୀ ଆଉ ବାଙ୍ଗାଲୁରୁରେ। ଇଣ୍ଡିଆ ର୍ୟାଙ୍କ କରିଛି ଥାର୍ଡ଼ ଗ୍ଲୋବାଲି ଫାର୍ମା ଏକ୍ସପୋର୍ଟରେ। 2025-26ରେ 9.4% ଗ୍ରୋଥ ରେକର୍ଡ କରାଯାଇଥିଲା, $30.47 ବିଲିୟନ। 2026-27ରେ 10% ଆକଳନ କରାଯାଇଛି। ଫାର୍ମାସି ଅଫ୍ ଦ ୱାର୍ଲଡ କୁହାଯାଏ ଇଣ୍ଡିଆକୁ। ଇଣ୍ଡିଆ ଜଏନ୍ କରିଛି 12ତମ କଣ୍ଟ୍ରି ଭାବରେ USର ପାକ୍ ସିଲିକା କୋଲିସନରେ। 2025ରେ USA ଲଞ୍ଚ କରିଥିଲା ସିଲିକନ୍ ସପ୍ଲାଇ ଚେନ୍ ଉପରେ। ପାଲାମୁ ଟାଇଗର ରିଜର୍ଭ ଯେଉଁଟାକି ଝାଡ଼ଖଣ୍ଡ ଲଞ୍ଚ କରିଛି। ପାଲାମୁ ଟାଇଗର ରିଜର୍ଭ ଯେଉଁଟାକି ଝାଡ଼ଖଣ୍ଡରେ ଅଛି ଲଞ୍ଚ କରିଛି ବନଜୀବୀ ଦିଦି, ଯେଉଁଥିରେ ଓମାନମାନଙ୍କୁ ଆପଏଣ୍ଟ କରାଯିବ ବନଜୀବୀ ଦିଦି ଭାବରେ। କେମିତି ସେମାନେ ଲୋକମାନଙ୍କୁ ସଚେତନ କରାଇବେ ଜଙ୍ଗଲକୁ ପ୍ରୋଟେକ୍ସନ୍ କରିବା ପାଇଁ। ତାଙ୍କୁ ମାସିକ 3,000 ଟଙ୍କା ବେତନ ଦିଆଯିବ। ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ, ଷ୍ଟେଟ୍ ଇଲେକ୍ସନ କମିଶନ ନ୍ୟାସନାଲ୍ ରାଉଣ୍ଡ ଟେବୁଲ୍ କନଫରେନ୍ସ କରିବେ। 27 ବର୍ଷର ଗ୍ୟାପ୍ ପରେ ଫେବୃଆରୀ 24ରେ ଭାରତ ମଣ୍ଡପମ୍ ନ୍ୟୁ ଦିଲ୍ଲୀରେ। ବାପ୍ତା ଯେଉଁଟାକି 79th ଏଡ଼ିସନ୍ ବ୍ରିଟିଶ ଏକାଡେମୀ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟସ୍ ଆୱାର୍ଡ଼ 2026 ଟ୍ରିବ୍ୟୁଟ୍ ଜଣାଇଛି ଧର୍ମେନ୍ଦ୍ରଙ୍କୁ, ଯିଏ ଏବେ ଭଲ ଗାଇଛନ୍ତି ବଲିଉଡ଼ ଆକ୍ଟର। ଆଲିଆ ଭଟ୍ଟ ଆଟେଣ୍ଡ କରିଛନ୍ତି ରେଡ୍ କାର୍ପେଟ୍। ବେଷ୍ଟ ଫିଲ୍ମ ଦିଆଯାଇଛି ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର, ଯେଉଁଟାକି ସବୁଠୁ ଅଧିକ ଆୱାର୍ଡ଼ ଜିତିଛି 6ଟା। ବେଷ୍ଟ ଡାଇରେକ୍ଟର ପଲ୍ ଥମାସ୍ ଆଣ୍ଡରସନ୍, ଯିଏକି ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦରର ଡାଇରେକ୍ଟର। ବେଷ୍ଟ ଆକ୍ଟ୍ରେସ୍ ହେଉଛନ୍ତି ଜେସି ବକ୍ଲେ, ଯିଏକି ହାମନେଟ୍ ମୁଭିର। ବେଷ୍ଟ ଆକ୍ଟର ହେଉଛନ୍ତି ରବର୍ଟ ଆରମାୟୋ, ଯିଏକି ଆଇଶ୍ୟର ମୁଭିର। ବେଷ୍ଟ ସପୋର୍ଟିଂ ଆକ୍ଟର ହେଉଛନ୍ତି ସିନ୍ ପେନ୍ ଫର୍ ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର। ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍ ହେଉଛନ୍ତି ୱନ୍ମି ମୋସାକୁ, ଯିଏ ହେଉଛନ୍ତି ସିନର୍ସ ପାଇଁ। ବେଷ୍ଟ ଆନିମେଟେଡ୍ ଫିଲ୍ମ ହେଉଛି ଜୋଟ୍ରୋପୋଲିସ୍ 2 ବା ଜୋଟୋପିଆ 2। ବେଷ୍ଟ ଚିଲଡ୍ରେନ୍ ଫିଲ୍ମ ବଙ୍ଗ, ଯେଉଁଟାକି ଇଣ୍ଡିଆ ଫିଲ୍ମ, ଯେଉଁଟାକି ଡାଇରେକ୍ଟର ଆଉ ରାଇଟର ହେଉଛନ୍ତି ଲକ୍ଷ୍ମୀପ୍ରିୟା ଦେବୀ ମଣିପୁରୀ ଲାଙ୍ଗୁଏଜରେ। ବେଷ୍ଟ ଡକୁମେଣ୍ଟାରୀ ହେଉଛି ମିଷ୍ଟର ନୋବଡି ଏଗେନ୍ଷ୍ଟ ପୁତିନ। ବେଷ୍ଟ ଭିଜୁଆଲ ଇଫେକ୍ଟ ଅବତାର ଫାୟାର ଆଣ୍ଡ ଆସ୍। ବେଷ୍ଟ ଓରିଜିନାଲ ସ୍କ୍ରିନ୍ ପ୍ଲେ ରିଆନ୍ କୋଗଲର ସିନର୍ସ ପାଇଁ। ରାଇଜିଂ ଷ୍ଟାର, ଯିଏକି ରବର୍ଟ ଆରମେଓ। ଏଥର ଦିଆଯାଏ ଗୋଟେ ବ୍ରୋଞ୍ଜ ମାସ୍କ, ଯେଉଁଟାକି ବନାଇଥିଲେ ମିର୍ଚି କୋଲିକ୍। ଓଡ଼ିଶାର ହାଇରୋଦ ପଟେଲ, ଯାହାଙ୍କୁ ପ୍ରଶଂସା କରିଛନ୍ତି 131ତମ ମନ୍ କି ବାତ୍ରେ ନରେନ୍ଦ୍ର ମୋଦି। ଗୋଆ CM ପ୍ରମୋଦ ସାୱନ୍ତ ଫାଉଣ୍ଡେସନ୍ ଷ୍ଟୋନ୍ ରଖିଛନ୍ତି। ଦାଭେନ୍ ଆଉ ସୋନବୋରଦେମ୍ ବ୍ରିଜ୍, ଯେଉଁଟାକି ସାତାରିଠାରେ ଫାଉଣ୍ଡେସନ୍ ଷ୍ଟୋନ୍ ରଖିଛନ୍ତି। ଦାଭେର ଆଉ ସୋନବରଦେମ୍କୁ କନେକ୍ଟ କରିବ। ଇନ୍ଦିରା ଗାନ୍ଧୀ ସୁରକ୍ଷା ଯୋଜନା 2024ରେ ଲଞ୍ଚ ହୋଇଥିଲା। ଏଥିରେ କିଛି ଆଡ଼ିସନ୍ ହୋଇଛି। ହିମାଚଳ ପ୍ରଦେଶ ଲଞ୍ଚ କରିଥିଲା। ଏଥିରେ ଅପ୍ ଟୁ 27 ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ବିଧବାମାନଙ୍କର ପିଲାଛୁଆ ସେମାନଙ୍କୁ ସପୋର୍ଟ ମିଳିବ ହାୟର ଏଜୁକେସନ୍ ପାଇଁ। ସୋଣ୍ଡାଲା ଭିଲେଜ ଅହଲ୍ୟାନଗର ଡିଷ୍ଟ୍ରିକ୍ଟ ମହାରାଷ୍ଟ୍ର, ଯେଉଁଟାକି ଫାଷ୍ଟ କାଷ୍ଟ ଫ୍ରି ଭିଲେଜ ଭାବରେ ଆନାଉନ୍ସ କରିଛି, ଡିକ୍ଲେୟାର କରିଛି ନିଜକୁ। ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ, ଯିଏ ଅନଭେଲ୍ କରିଛନ୍ତି ବଷ୍ଟ ଅଫ୍ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ବଷ୍ଟ, ଯେଉଁଟାକି ରହେ ଛାତି ପର୍ଯ୍ୟନ୍ତ ହାଇଟ୍ ରହେ, ଯେଉଁ ମୂର୍ତ୍ତିଟାର ଛାତିଠାରୁ ଧରି ମୁଣ୍ଡ ପର୍ଯ୍ୟନ୍ତ। ଫାଷ୍ଟ ଆଉ ଓନ୍ଲି ଇଣ୍ଡିଆ ଗଭର୍ଣ୍ଣର ଜେନେରାଲ ହେଉଛନ୍ତି ଇଣ୍ଡିପେଣ୍ଡେନ୍ସ ଇଣ୍ଡିଆରେ ଥିଲେ। ଏ ମୂର୍ତ୍ତି ରଖାଯାଇଛି ରିପ୍ଲେସ୍ ହେଇକି ଏଡୱିନ୍ ଲୁଟିନେଣ୍ଟଙ୍କର ମୂର୍ତ୍ତିକୁ କାଢ଼ି।
ଯିଏକି ରାଷ୍ଟ୍ରପତି ଭବନର ନିର୍ମାଣ କରାଇଥିଲେ, ନିର୍ମାଣ ଡିଜାଇନ୍ ବନାଇଥିଲେ, ସେ ହେଉଛନ୍ତି ଆର୍କିଟେକ୍ଟ ଜଣେ। ନିୟର ଯେଉଁଠି ସ୍ଥାପନ ହେଇଛି ନା ଅଶୋକ ମଣ୍ଡପ ନିୟ ରାଷ୍ଟ୍ରପତି ଭବନର। ବନୱାତ ଏକତା ସ୍ଥଳ ଯେଉଁଟାକି ଇନାଗୁରେଟ୍ ହେଇଛି। ଲାଇନ୍ ଅଫ୍ କଣ୍ଟ୍ରୋଲ ପଞ୍ଚ ଡିଷ୍ଟ୍ରିକ୍ଟ ଜାମ୍ମୁ ଆଣ୍ଡ କାଶ୍ମୀରରେ।